ବାଚେଇଦେଲ କାଲି ରାତିରେ ଗୋଳି ମାରିଦେଲ। ମୁଁ କିଛି ଚାହୁଁନି ଲୋ ଶ୍ରୀଧର ପ୍ରଧାନ ତା ପୁଅ ଲିଟନ ପ୍ରଧାନ ତା ପୁଅ ଟୁଲୁ ପ୍ରଧାନ ତା ଜ୍ୱାଇଁ ଦିଲ୍ଲୀପ ତା ଦିଅର ଝୁଆଇର ଭାଇ ଶିବ ଶିବ ପୋଲିସ ଚାକିରି କରିଥିଲ ମୋ ସ୍ୱାମୀ କି ମାରିଦେଲା ଲୋ ଗୁଳି ମାରିକି। କିଛି କରିନଥିଲେ ଲୋ ନିର୍ଦ୍ଦୋଷ ଲୋକ ଦୋକାନରେ ପଇସା ଗଣୁଥିଲେ ଯାଇକି ଗୁଳି ମାରିଦେଲେ ପଶିକି। ମୁଁ ତ ଘରେ ଅଛି। କଣ ପାଇଁ ମାରିଲେ? କିଛି ପୂର୍ବ ଶତ୍ରୁତା ଥିଲା କି ଆପଣଙ୍କ ସ୍ୱାମୀଙ୍କ ସହିତ? ଶତ୍ରୁତା ମୋ ସ୍ୱାମୀଙ୍କର ଭାଇ ନେଇକି ପଳେଇଥିଲେ ତାଙ୍କ ଶ୍ରୀଧର ପ୍ରଧାନଙ୍କ ଝିଅକୁ। ସେ ସେଇ ରାଗଟା ରଖିକି ତାଙ୍କୁ ଖୋଜିକି ମାଇଲେନି। ମୋ ସ୍ୱାମୀ କିଛି କରିନାହାନ୍ତି କିଛି ଜାଣିନାହାନ୍ତି ତାଙ୍କୁ ମାରିଦେଲେ। ମୁଁ କିଛି ଚାହୁଁନି ଖାଲି ଚାହୁଁଛି ମୋ ଶଙ୍ଖ ସିନ୍ଦୁର ଯେମିତି ଗଲା ତାଙ୍କ ସ୍ତ୍ରୀ ମାନଙ୍କ ଶଙ୍ଖ ସିନ୍ଦୁର ଏମିତି ଯାଉ। ମୋ ସ୍ୱାମୀ ଶବ ପୋଡା ହେଲେ ତାଙ୍କ ଶବ ପୋଡା ହଉ। ମୁଁ କିଛି ଚାହୁଁନି ଖାଲି ବାସି ଦରକାର। ମୋ ସ୍ୱାମୀ କି ନ୍ୟାୟ ଦରକାର। ମୋର କେହି ନାହାନ୍ତି। କଣ କହିବେ? ଆଉ ଆମେ ବର୍ତ୍ତମାନ ତାର ପୋଷ୍ଟମର୍ଟମ କରିବୁ। ଏଇ କେସରେ ଯିଏ ଇନଭଲ୍ଭ ଅଛି ସେ ଆକ୍ୟୁଜକୁ ଆମେ ଆପ୍ରିହେଣ୍ଡ କରିଛୁ। ଆଉ ସେ ଗାଡ଼ି ମଧ୍ୟ ସିଜ୍ ହେଇଛି, ୱେପନଟା ମଧ୍ୟ ସିଜ୍ ହେଇଛି। ପରିବାରର ଯୋଉ ଦାବି ରହିଛି ଆମେ ସେଟା ଫର୍ଦର କୋର୍ସ ଅଫ ଇନଭେଷ୍ଟିଗେସନ କରୁ। ଯୋଉମାନେ ଏଥିରେ ଇନଭଲ୍ଭ ଥିବେ ସେମାନେ ନିଶ୍ଚିତ ଭାବେ ଗିରଫ ହେବେ। ରାସ୍ତାରୋକ ଯୋଉମାନେ କରିଛି ଆମେ ତାଙ୍କୁ ବୁଝାଉଛୁ ଯେ ପୋଲିସ ସମସ୍ତ ପ୍ରକାର ସହଯୋଗ କରିବା, ଇନଭେଷ୍ଟିଗେସନ ସେମାନେ ସହଯୋଗ କରିବା ଆମେ ତାଙ୍କୁ କହୁଛୁ। ନାଇଁ, ପୋଲିସ ମାନେ କାଲି ଇମିଡିଏଟଲି ସ୍ପଟକୁ ଆମର ଆଇଏସ୍ ଆସିଲା ପରେ ସେ ଆକ୍ୟୁଜ ଆବସ୍କଣ୍ଡ କରିଥିଲେ ବାଟରେ ତାକୁ ଆପ୍ରିହେଣ୍ଡ କରିଥିଲେ। ତାପରେ ଆମେ ସ୍ପଟ ଭିଜିଟ କରିଥିଲୁ ରାତି 1 ପର୍ଯ୍ୟନ୍ତ। ଆଜି ଭୋରୁ ଆମେ ଆଜି ଅଛୁ। ତାଙ୍କର ପୂର୍ବରୁ ଗୋଟେ ଡିସ୍ପ୍ୟୁଟ ଥିଲା ଯେ ଆକ୍ୟୁଜ ଅଛି ଦିଲ୍ଲୀପ ମନ୍ତ୍ରୀ ବୋଲି। ଦିଲ୍ଲୀପ ମନ୍ତ୍ରୀର ସ୍ତ୍ରୀକୁ ଏ ଡିସିଜ୍ର ବଡ ଭାଇ କିଛି ଦିନ ତଳେ ଇଲପ କରି ନେଇଯାଇଥିଲେ। ଏହାକୁ ନେଇ ତାଙ୍କ ଭିତରେ ଗଣ୍ଡଗୋଳ ଷ୍ଟାର୍ଟ ହେଇଛି। এই শুনেই ঘটনা আজ ঘটিছে। রাস্তা বন্ধ হওয়ার ফলে হাজার হাজার গাড়ি রাস্তায় রয়েছে। কেতে সময় ভিতরে অনশনকে বন্ধ করতে? আমি ইমিডিয়েটলি চেষ্টা করছি তাଙ୍କ ସହିତ କରିକି ରାସ୍ତାରେ ହଟିବା ପାଇଁ। ସେଇଟା ଆମେ ଇନଭଲଭମେଣ୍ଟ ଯଦି ତାଙ୍କର ପ୍ରମାଣିତ ହେଲା ଏ କେସ୍ ତାହେଲେ ସେ ନିଶ୍ଚିତ ଭାବରେ ଏଥିରେ ଆସାମୀଠାରୁ କାଲି କଣ କଣ ସବୁ ସିଜ୍ କରାଯାଇଛି? ଆସାମୀ ଯୋଉ କାର୍ ଆସିଲା ସେ କାର୍ ଜବତ ହେଇଛି ଏବଂ ଯୋଉ ୱେପନ ବର୍ତ୍ତମାନ ସେଇଟା ମଧ୍ୟ ସିଜ୍ ହେଇଛି।